दर्शक बंधु ମୁଁ ଦେବାନନ୍ଦ ଆପଣଙ୍କୁ ସ୍ୱାଗତ କରୁଛି ଆଜିର ନୂତନ ଅଧ୍ୟାୟକୁ। ଦର୍ଶକ ବନ୍ଧୁ ଆପଣ ତ ନିଶ୍ଚୟ ଜାଣିସାରିବେଣି ଆମ ସହିତ ଆଜି ଯିଏ ଯୋଡ଼ି ହେଇଛନ୍ତି ବେଣୁ ବାବା ଏବଂ ଯଶୋବନ୍ତ ପୀଠ କିଛି ଦୂରରେ ଆମେ ବାବାଙ୍କୁ ପାଇଲୁ। ବାବାଙ୍କ ସହିତ ଆଜି ସିଧାସଳଖ ଆଲୋଚନା କରିବା। କାଲି ତ ଯଶୋବନ୍ତ ପୀଠରେ ଲୀଳା ହବ, କିନ୍ତୁ ବାବା ବୁଲି ବୁଲିକି କ'ଣ ଲୀଳା କରୁଛନ୍ତି ସିଧାସଳଖ ବାବାଙ୍କ ସହିତ କଥା ହେବା। ଆମ ସହିତ ଯୋଡ଼ି ହେଇ ରୁହନ୍ତୁ ଭିଡ଼ିଓର ଶେଷ ପର୍ଯ୍ୟନ୍ତ। ବାବା ଆପଣଙ୍କୁ ସ୍ୱାଗତ ଆମ ଚ୍ୟାନେଲକୁ। ଶୁଣନ୍ତୁ ଆଜ୍ଞା, ସାଧୁମାନେ ଏବଂ ମୋ ଗୁରୁଜନମାନେ, ମା ଭଉଣୀମାନେ, ମୋ କୁନି ଭାଇ ଭଉଣୀମାନେ, ଆପଣମାନେ ଜାଣିଥିବେ ଚ୍ୟାନେଲରେ ମୋ ନାଁ, ମୋ ନୀଳା ଗୁଡ଼ାକ ସବୁ ଦେଖୁଥିବେ। ମୁଁ ଦେଖନ୍ତୁ, ମୋ ଯଶୋବନ୍ତ ଗ୍ରାମ ଭିତରେ ମୋ ଘର। ଦେଖୁ କମିଟି ଲୋକ ମୋର ସବୁ ଯାହା ମୁଁ ଧୁନି କୁଣ୍ଡ କରୁଥିଲି କି ଯାହା କରୁଥିଲି କି ନୀଳା କରିବାକୁ ଚେଷ୍ଟା କରୁଥିଲି। ମୁଁ କାଲି ଆସିଥିଲି ବାଲିଆ ଗ୍ରାମକୁ ଭିକ୍ଷା କରିବାକୁ। ସନ୍ଧ୍ୟାବେଳେ ଗଲାବେଳକୁ ମୋର ସବୁ ଭାଙ୍ଗିଦେଲେ। ମୋତେ କହିଲେ ତୁ କରିପାରିବୁନି। ଆଚ୍ଛା, ମୁଁ କ'ଣ ସାଧୁରୁ ଲୋକ ନୁହଁ? ଆଉ ଅନ୍ୟ ଅନ୍ୟ ସାଧୁ ଆସି କରିବେ, ଆଉ ଭଣ୍ଡ ଚାମସିମାନେ କରିବେ, ଆଉ ମୁଁ ପ୍ରଭୁଙ୍କର 1 ନମ୍ବର ଭକ୍ତ। ଆପଣ ଜାଣିଥିବେ ଯେଉଁ ମାଳିକା ଖୋଜିବେ, କାଳତଙ୍ଗ ମାଳିକା 7 ପଇସା, ସେଥିରେ ମୋ ନାଁ ଅଛି। ବିଭିନ୍ନ ମାଳିକା ଆପଣ ଦେଖିପାରିବେ, ଅଛି, ସର୍ଚ୍ଚ କରନ୍ତୁ। ଆଉ ବେଣୁ ବାବାଙ୍କର ଚ୍ୟାନେଲ ବି ଦେଖନ୍ତୁ, କୋଉଥିରେ ଭୁଲ ଭାଲ ରହୁଛି କି? ବେଣୁ ବାବା ଭଣ୍ଡ ନୁହଁ, ବୁଲିକି ସେ ଆଜିକି 20 ବର୍ଷ ହେଲା ନୀଳା ଚାରିଆଡ଼େ କରୁଛନ୍ତି। ଖଣ୍ଡଗିରିରେ କରନ୍ତି, ଆଉ ଉଡ଼ାଶୁଣୀରେ କରନ୍ତି, ନେମାଳରେ କରନ୍ତି, ଯଶୋବନ୍ତ ପାଖରେ କରନ୍ତି, ତେଣୁ ଧ୍ୟାନକୁଦରେ ବି କରନ୍ତି। ତେଣୁ ସେ ଚାରିଆଡ଼େ ବୁଲି ବୁଲି ତାଙ୍କର ଯାଜପୁରରେ ବି କରନ୍ତି, ବାଲେଶ୍ୱରରେ ବି କରନ୍ତି। ବାଲେଶ୍ୱର ତାଙ୍କର ଆଉ ଗୋଟେ ଜନ୍ମ ଥିଲା ଶ୍ରୀକାନ୍ତ ଦାସ ବୋଲିକି। ଏମିତି ଆପଣମାନେ ବହୁତ ଦେଖୁଥିବେ, ମୋର ନୀଳା ଗୁଡ଼ାକ ସବୁ ଦେଖୁଥିବେ। ଆପଣଙ୍କୁ ଭଲ ଲାଗୁଥିବ କି ନ ଲାଗୁଥିବ ମୁଁ କହିପାରିବିନି। ମୁଁ ମୂର୍ଖଟା, ପାଠ ସାଠ ପଢ଼ିନାହିଁ। ଠାକୁରଙ୍କ ପଚାରରେ ମୁଁ ଅଛି। ଆଜିକି 20 ବର୍ଷ ହେଲା ପିଲା ଛୁଆ ସଂସାର ସବୁ ଭାଙ୍ଗିଗଲା। ଲୋକମାନେ କେତେ ଟେକା ପଥର ମୋତେ ମାଇଲେ, କେତେ ଭୋକ ଉପବାସରେ ମୋ ଦିନ କଟିଗଲା। ତଥାପି ମୁଁ ଗୋଟେ ଆଶା କରିଥିଲି, ହେ ଠାକୁର ଯଶୋବନ୍ତ, ମୁଁ ତମ ପ୍ରାଙ୍ଗଳରେ ଟିକେ ନୀଳା କରିବି ବୋଲି ଚେଷ୍ଟା କରିଥିଲି। ଦେଖୁ କମିଟି ଲୋକ ମୋତେ କରେଇ ଦେଲେନି। ମୋ ଗ୍ରାମବାସୀ ମୋତେ ଚିହ୍ନିଛନ୍ତି, କହିଲେ ନାଇଁ ନାଇଁ ତୁ ହେଉଛି ପାଗଳ, ଏଠି ରହିବୁ ବଦନାମି ହେଇଯିବ, ଆମେ ସବୁ ତତେ କରେଇଦେବୁନି, ଏଇଠି ହବନି। ତେଣୁ ମୁଁ କାଲି ଭିକ୍ଷା ମାଗୁଥିଲି ବାଲିଆ ଗ୍ରାମରେ, ଆଉ ସବୁ ଭାଙ୍ଗିଦେଲେ। ଯଦି ପ୍ରକୃତରେ ମୁଁ ସାଧୁ ହେଇଥିବି, ଯଦି ମୁଁ ଗରିବ ସାଧୁ ହେଇଥିବି, ଆପଣଙ୍କ ପାଦକୁ ମୁଁ କୋଟି କୋଟି ଶରଣ ଦଉଛି। ଆପଣଙ୍କ କମିଟି ଭିତରେ ମୋ କଥାଟା ବିଚାର ନିଅନ୍ତୁ। ମୁଁ ଏତିକି ଆପଣଙ୍କୁ ନିବେଦନ ହେଇକି କହୁଛି, ଏ ବିଚାର ବହୁତ ଅନୀତି ହେଲାଣି। ଆଗକୁ ତ ବହୁତ ନୀଳା ହବ, କଳ୍କି ନୀଳା ହବ। ଏ ଗୁପ୍ତ ନୀଳାଟା ମୁଁ କରୁଥିଲି, ଚେଷ୍ଟା କରୁଥିଲି। ଏ ବର୍ଷ ମୋତେ ଠାକୁର କହିଥିଲେ, ଯଶୋବନ୍ତ କହିଲେ ତୁ ତୋର ଗୁପ୍ତ ନୀଳା କରିବି, ଏକୁଟିଆ କର। ମୁଁ କରୁଥିଲି, ତେଣୁ ମୁଁ ଭିକ ଦୁଃଖ ମାରିକି କରିଥାନ୍ତି, ଲୋକ ମୋତେ କରେଇଦେଲେନି। ମୋ ଗ୍ରାମବାସୀ ଆଉ ସମସ୍ତେ ମୋତେ ଦାଦାଗିରି କରି, ମୋତେ ବହୁତ କଳି ଝଗଡ଼ା କରି ମୋ ଜିନିଷଟାକୁ ସବୁ ଭାଙ୍ଗି ଭୁଙ୍ଗି ଦେଲେ। ଟେଣ୍ଟ ଫେଣ୍ଟ କରିଥିଲି, ଆଉ କୁଣ୍ଡ କରିଥିଲି, ଭାଙ୍ଗିଦେଲେ। ତେଣୁ ମୋତେ ଯଶୋବନ୍ତ କହିଲେ ତୁ ଯା, ସେ ଯେଉଁ ଅଳିଆ କଚଡ଼ାକୁ ଆଣି ସେ କୁଣ୍ଡରେ ପକେଇ ନିଆଁ ଲଗେଇଦେ, ସେ ଭାଙ୍ଗି ଦିଅନ୍ତୁ। ତେଣୁ ମୁଁ ସେଇଆ କଲି, କ୍ଷମା କରିବେ। ତେଣୁ ମୁଁ ପାଗଳ ଲୋକ, ଆପଣମାନେ ଜାଣିଛନ୍ତି। ଏ ଲୋକ ଗୁଡ଼ାକ ମୋତେ ଚିହ୍ନି ନାହାନ୍ତି, ପାଗଳ କୂଳରେ ରଖିଛନ୍ତି। ତେଣୁ ଯଦି ଯଶୋବନ୍ତ ପ୍ରକୃତରେ ଯଶୋବନ୍ତ ହେଇଥିବେ, ତାଙ୍କ ଭକ୍ତ ହେଇଥିବେ, ପଞ୍ଚସଖାଙ୍କର ଜଗନ୍ନାଥଙ୍କର ଭକ୍ତ ହେଇଥିବି, ଯଦି ଅଛୁଟ ପ୍ରକୃତରେ ତାଙ୍କ ଗ୍ରନ୍ଥ ଭିତରେ ମୋତେ ରଖିଥିବେ, ମୋର ବିଚାର କରାଯାଉ। ମୁଁ ଏତିକି ନିବେଦନ କରୁଛି, ଆପଣମାନେ ଶୁଣନ୍ତୁ। ମୁଁ କହୁଛି, ବାବା ଆପଣ ଟେନ୍ କରିଥିଲେ? ଟେନ୍ ଆପଣ କିଏ ଭାଙ୍ଗିଲେ? ଟେଣ୍ଟ କିଏ ଭାଙ୍ଗିଲେ ମୁଁ ଦେଖି ନାହିଁ। ମୁଁ କୁଣ୍ଡ ବି କରିଥିଲି, ଭାଙ୍ଗିଦେଲେ। ମୁଁ ଆହୁରି ଖଣ୍ଡିଆ କାନ୍ଥଟା କରିଥିଲି, ତାକୁ ବି ଭାଙ୍ଗିଦେଲେ। ଆଉ ପୁଣି ମୋତେ ଧମକି ଦେଇଛନ୍ତି, ଏ ଏରିଆରେ ତୁ ପଶିଲେ ତତେ ବାଡ଼େଇବୁ। ବାବା ଆପଣଙ୍କୁ ଧମକାଇ ଦେଇଛନ୍ତି? ଧମକେଇକି କହିଲେ ଏ ଏରିଆ ଆସିବୁ ନାହିଁ, ତୁ ଆସିବୁ ଯଦି ବାଡ଼େଇବି। ତେଣୁ ସାଧୁ ସନ୍ତଙ୍କୁ ମୁଁ ଏତିକି ନିବେଦନ ମାଗୁଛି, ମୁଁ କ'ଣ ତାଙ୍କର ଦୋଷ କଲି ସେ ମୋତେ ଗ୍ରାମରୁ ତଡ଼ି ଦେଉଛନ୍ତି, ମୋ ପ୍ରଭୁଙ୍କ ପାଖରୁ ତଡ଼ୁଛନ୍ତି, କାରଣ କ'ଣ? ଆର ବିଚାର କରନ୍ତୁ। ମୁଁ ଏତିକି ନିବେଦନ। ଆପଣ ତ ବହୁତ ବଡ଼ ବଡ଼ ସାଧୁ, ମୁଁ ତ ମୂର୍ଖ, ପାଠ ସାଠ ପଢ଼ିନି, ଗରିବ ଲୋକ। ଭିକ ମାଗିଲେ ମୁଁ ବଞ୍ଚେ ନାହିଁ, ତ ମୁଁ ଉପବାସ ରୁହେ। କୋଉଠି ରୋଡ଼ କରେ ଶୋଇଯାଏ, କୋଉଠି କ'ଣ କରେ, ମୁଁ କାହାକୁ କିଛି କହେ ନାହିଁ। ଯେମିତି ପ୍ରଭୁ ମୋତେ ରଖିଛି, ତାଙ୍କ ଇଚ୍ଛା ସେ ଅଚ୍ୟୁତ ଯେମିତି ମୋତେ ଲେଖିଛନ୍ତି। କହିଲେ ଲୋକମାନେ ରେ ଖାତିରି କରିବେ ରେ, ବେଣୁ ଧରମ ଅର ଭକ୍ତ ବସଳ ହରିରେ, ଅଧା ପୁରୁଷ ଅଧା ନାରୀରେ, ନାରୀରେ ମାନବ ମାନେ ନ ଚିହ୍ନିବେ ଏସବୁ ମାୟା ମୋହରିରେ, କଣ୍ଟେ ଯାର ସର ସତୀ ଯେ ବୀଣା ବଜାନ୍ତି, ନାରୀ ବେଶ ଦେଖ ତାହାରିରେ, ତାହାରିରେ ଅଚ୍ୟୁତ ତାହାରିରେ। ଆପଣମାନେ ଦେଖୁଥିବେ, ମୋ ଚ୍ୟାନେଲ ବହୁତ ଚ୍ୟାନେଲ ଅଛି।
आपण मैंने देखुवे मो नीला मान देखुवे स्वतंत्र अलका साधु संघ ठारू मु साधु नुई नहीं मु साधु हवा चेष्टा करुच्ची साधु लोक मत मिली ना मुझे देखुची सब चोर तेणु साधु पाऊ नहीं 20 वर्ष बहुत दुखे कांदुची हे प्रभु मते कहीं एकुटिया घर ग्रामर ताड़ीदेल संसार भांगीदेल मत साधु करदेल तेणु मुझे तो साधु हो पार नहीं जदि साधु मु नुह साधुंकर परीक्षा हो गोटा गोटा तेणु मुझे रेडी अच्छी देखा मु साधु किए ना आपणकर लेखाई कालिया बोदारे लागिब नाटल बहुल सारला करिवे कूट एकाक्यर परीक्षा होइबलो मा रक्त नदी जे बुड़ीब घाट तेणु बाबा आपको कहीं जो आक्षेप करा जाउची आपको कहीं एमती भर्सना करा जाउची यार कारण कौन हीन कूल जन्म देते गरीब कूले मुझे मेछ नीलाटा करुच्ची तेणु मो मेछ नीला कला बेलू मो देह चंडी चामड़ा रोच काली रोच मशाणी काली मशाणी महादेव रोच धनसंड टी हे तेणु धनसंड हो माइनस हो जाऊँगी मुझे चेष्टा करुच्ची मुझे पारे मो चारा रोना तेणु मु बहुत दुखी मु पुणी साधु सत घर को जाए सीटी हुए नहीं बहुत मत पूजा करती भी मु बहुत जगह जाए भी मत भक्त मैंने कार रे आसी नहीं जाती तेणु मु क्या कहे ना जो गुराक सुटिंग हुए मुझे छाड़े नहीं आपड़ जानते मो चैनल बुलूची बाबा बाबा आपको अनेक आपण जो भक्त कहते से आपको अनेक भल पाँच बोली आपण एमती ईर्षा भाव आसुची कि भक्त मोर मत भल पाती भक्त मैंने किसी कहती ना ये चोर गुराक जो मत चिन्ह ना ये जो राजनीति करें मत एमती आक्षेप करके मत ग्राम रु बदलामी करने को चेष्टा करेतु जशवंत महापुरुष तू महापुरुष पाखक आसबू ना मु तो महापुरुष कलार जन्म होती मु कहीं आसबि ना तुम्हें मैंने जदि आसब तुमर हक अच्छी मोर कहीं ना मु कौन ओडार नागरिक नुह मु कौन ये ग्रामर गोटे पुओ नुह तेणु मो प्रति एत दुर्नीति कहीं हो प्रशासन को मुझे मागुची प्रशासन आर विचार करूँ आउ ए पंचाशखा मंडल को भी कहूँ विचार करूँ मो प्रति कहीं एत दुर्नीति हो जुआड़ जाऊँ मोर मोबाइल नहीं जाऊँ मो पैसा नहीं जाऊँ मो झूला नहीं जाऊँ मत मारुंच मु मोर विक दुख मागी आनी मत जी दौर जहाँ करुच्ची मोर सब नहीं पुणी मत मिछ सत कहीं बाड़ौं कहते आमको धनसंड कहले आम बाड़ौं मु धनसंड कहीं कहि तुम धनसकार हो मत मारुच लोक मुझे कहीपर ना कहीं मुझे एकुटिया चारिआडे बुलूची चोल मंडल बुलूची आज्ञा मुझे जहाँ संगे कली झगड़ा करी मत बाहर तेणु मु डरे तेणु मोर बहुत भक्त अच्छा मत जे चिन्ह बाबा बाबा गोटे कथा जो कथाटा आम प्रति जगार आम शुणुचु काष्ट पाषाण तरु तृण सकल घटे नारायण सकल घटे जो प्रभु अच्छा तेणु आपन को कहीं ये करा जाउची आंक घटरे नारायण राक्षस गुराक नर राक्षस पूरा नर राक्षस चंडी चामड़ा नारी गुराक मत चिन्ह पारे नहीं जार अंग सिद्धि नथब सी मो पद को छुई पार नहीं जदि मो पद को छुईला मुझे जानीजी गाली देवी महादेव मो शरीर में अच्छा आप जानते अखा बाबा को जानते सी है मशाणी बाबा तेणु अखा बाबा जो देह छाड़े आत्मा आसी मो देह रहा तेणु मु क्या कहू नहीं मो अखा बाबा तो विचित्र नीला तेणु मु अखा बाबा हो पारि नहीं तेणु सी मो अंतर विश्राम नहीं तेणु मत एमती बुलाऊँ मत केते रूप कराऊँ तेणु मत किसी असुविधा नहीं मत जो भल भल जगार नहीं पहुँचाऊँ तेणु आपण कहते अखा बाबा आपण देह अच्छा सी मत कहले मु तो शरीर को जीवी आपन को कहले केतबेले कहले कोठी कहले देह चलला देह चलला पर मत आसी कथा तो शरीर में मुझे नीला खेला करी मुझे केमी आस मो कत आप आसुना धन संड ना जीवी मुझे केमी जीवु ना तो मुंडू को फटे तो मुंड बाट पशिकी मुझी मो मुंड फटेदेला मो भाई बाड़े से मो मुंड बाट पशि चलीगले तेणु मु कौन करी आज्ञा आज्ञा सी तो महादेव डायरेक्ट ना तेणु मु तो नर गोटे मु भक्त महादेव भक्त मु महादेव जदि मो शरीर नीला करुँच बाबा ये सब कथा कहते अनेक आपन को कहे पागल कहते एक कथा शुणिक आउरी भी पागल कहे मु तो पागल मत पोथी लिखाई मु कहूना पागल आप देखिए 84 पृष्ठा चकड़ा मड़ा मालिक लिखाई पागल बाइया रूप से वेणुधर अढ़ंगे जन्म हे लोक मैंने टेकापत्र मारे बेखातिर करते बहुत दुर्नीति मिछ सत कही मारुथे बहुत कदर्य वेणु बाबा भक्त मोर दुख कष्ट दिन काटुथब बहुत कांदुथब क्या किसी कहू नथब हे ठाकुर कहीं मत कलबल करुच तेणु भक्त को तो सदा कलबल कषण यहाँ तो नाना प्रकार कषण भक्त मैंने सही लिखाई मुझे भक्त तालिकार मो ना अच्छी मुझे न सही मत सहिया बाध्य हम आज्ञा
ତେଣୁ ଭକ୍ତମାନଙ୍କ ଆଉ ବାବାମାନଙ୍କର ସାଧୁମାନଙ୍କ ଭିତରୁ ମୁଁ ଅଲଗା ସ୍ୱତନ୍ତ୍ର ମୁଁ ପ୍ରଭୁଙ୍କର ମେଛ ନୀଳା ଜଗନ୍ନାଥଙ୍କର କରୁଛି। ତେଣୁ ଏଇ ସୟାସେ ଅସୁବିଧା ହେଇଯାଉଛି। ବାବା ଆପଣ କହୁଛନ୍ତି ଅଖା ବାବା ଆପଣଙ୍କ ମୁଣ୍ଡ ପଟେ ଶରୀରରେ ପଶିଛନ୍ତି। ଆଜ୍ଞା। ଏ କଥା ଶୁଣିଲେ ଅନେକ ଆମର ଅନେକ ଯୋଉମାନେ ଅଛନ୍ତି ଅଖା ବାବାଙ୍କ ମୁଁ ବି ହସିବେ ନା। ଅଖା ବାବାଙ୍କ କଳାକୁ ମୁଁ ଦେଖେଇବି। ଯେତେବେଳେ କହିବେ ଭକ୍ତମାନେ ଅଖା ବାବା କାହାନ୍ତି, ମୁଁ ଅଖା ବାବାଙ୍କ କଳା ଦେଖେଇବି। ଅଖା ବାବା ଆସି ଆବିର୍ଭାବ ହେବେ, ଅଖା ବାବା ଆପଣଙ୍କ ସାଙ୍ଗେ କଥାବାର୍ତ୍ତା ହେବେ। ଆଉ ମୁଁ ଯଦି ଅଖା ବାବା ଯଦି ନଥିବେ ମୁଁ କେମିତି କଣ ତାଙ୍କୁ ମୁଁ ନେଇ ଆସିବି ମୋ ହାତ ମୋ ଶରୀରରୁ? ନା, ଅଖା ବାବା ବେଶ ହେବେ। ସେ ବେଶ ହେଲା ପରେ ତାଙ୍କର ସେ ନୀଳା ଗୁଡାକ ସବୁ କହିବେ। ତାଙ୍କର ଯୋଉ ଜାଗା ସିଏ ବି ମତେ ନହନ୍ତି କେନ୍ଦାଳରେ ବହୁତ ବଡ ବଡ ଜାଗା ମୁଁ ଯାଏ। ତେଣୁ ମତେ ଅଖା ବାବା ରୂପରେ ସେମାନେ ସମ୍ମାନ ଦଅନ୍ତି। ଜାଣିଛନ୍ତି ଅଖା ବାବା ବୋଲି। କଟକରେ ଗଲେ ବାୟା ପାଗଳରୁ ବାବା ବୋଲି ମତେ ସମ୍ମାନ ଦଅନ୍ତି। ନେମାଳ ଗଲେ ଇଏ ଅଚ୍ୟୁତଙ୍କ ପରମ ଭକ୍ତ ବୋଲି ସମ୍ମାନ ଦଅନ୍ତି। ତେଣୁ ଇଏ ଆମର ଅଢଙ୍ଗରେ ମତେ କୁକୁର ଭଳିଆ ସମ୍ମାନ ଦଅନ୍ତି। ବାବା ଆପଣଙ୍କ ଗାଁରେ ଆପଣଙ୍କୁ ସମ୍ମାନ ଦିଅନ୍ତିନି? ନା, ମୋ ପଞ୍ଚାୟତରେ ମତେ କୁକୁର ଭଳିଆ ସମ୍ମାନ ଦଅନ୍ତି। ମତେ ମାରନ୍ତି ମିଛ ସତ କହିକି। ଆଉ କହନ୍ତି ଆମକୁ ଧନସଣ୍ଡ ହେଲା ବେଳେ ମାଇଲୁ। କିନ୍ତୁ ବାବା ଆମେ ଯାହା ଦେଖିଛୁ ଆପଣଙ୍କୁ ବହୁତ ଭଲ ପାଆନ୍ତି ବୋଲିକି ଆପଣଙ୍କ କଥା ବି କୁହନ୍ତି। ପଞ୍ଚାୟତରେ ମତେ କେହି ଚିହ୍ନି ନାହାନ୍ତି। ମତେ ବାହାରେ ସବୁ ଚିହ୍ନିଛନ୍ତି। କଟକରେ ନାଇଁ ଆପଣଙ୍କ ପଞ୍ଚାୟତରେ ଆମେ ଦେଖିଛୁ ନା ଶୁଣିଛୁ ବାବା ବାବାଙ୍କୁ ବହୁତ ଭଲ ପାଆନ୍ତି ବୋଲି। ଆଜ୍ଞା ପଞ୍ଚାୟତରେ ମୋର ଗୋଟାଏ ଭକ୍ତ କେହି ନାହାନ୍ତି, ମୋର ଲୋକ କେହି ନାହାନ୍ତି। ମୁଁ କାହିଁ ମିଛ କହିବି? ମୁଁ ହଉଛି ଗୁରୁ ଦୀକ୍ଷିତ, ମୁଁ ମିଛ କହିବି ନାହିଁ। ମିଛ କହିଲେ ନର୍କରେ ପଡିବି। ଗୁରୁ କହିଛନ୍ତି ବା ମୂର୍ଖଙ୍କୁ ଆଗେ କହିବୁ ନାହିଁ ମୋର ଦୋଷ, ଯେବେ କହିବୁ ମୋର ଦୋଷ ସକଳ ଧର୍ମ ତୋର ହେବ ନା ଆସ। ତେଣୁ ଇଏ ମୂର୍ଖ ଲୋକ ମତେ ବହୁତ ଲୋକ ଆପଣଙ୍କୁ ଦେଖିକି ହସନ୍ତି। ତେଣୁ ମୋ ନୀଳା ଗୁଡାକ ସେଇଆ। ମୁଁ ଯୋଉଠି ମେର୍ଛ ଲୋକ ଥିବେ ସେଠି ବି ନୀଳା କରେ, ଯୋଉଠି ଭକ୍ତ ଥିବେ ନୀଳା କରେ। ମୁଁ ଘରେ ଘରେ ବି ଗୀତ ଗାଇକି ମୁଁ ଭିକ୍ଷା କରେ। ମା ମାନେ ଯିଏ ସୁବିଧା ଅସୁବିଧା ଯାହାର ହେଇଥିବ, ଯାହା ଆଜ୍ଞା ମୋର ହଏ ମୁଁ ତାଙ୍କୁ ବି ଭଲ ମନ୍ଦ ହୁକୁମ ଦିଏ, ତାଙ୍କର ବି ଆରୋଗ୍ୟ ହଏ। ବହୁତ ମୋର ଏ ବାଲିଆରେ ମୋର ଭକ୍ତ 2-4 ଜଣ ଅଛନ୍ତି, ତାଙ୍କ ଘରକୁ ଯାଏ। ଗଲାବେଳେ ମତେ ବହୁତ ସମ୍ମାନ ଦଅନ୍ତି। ଆଉ ଦୋଗଛିଆରେ ମୋର 8-10 ଜଣ ଭକ୍ତ ଅଛନ୍ତି। ତାପରେ ଆପଣଙ୍କର ସେ କିଶନ ନଗର ଗାଁ ଭିତରେ ବି ମୋର ଭକ୍ତ ଅଛନ୍ତି। ହାଜିପୁରରେ ବି ମୋର ଭକ୍ତ ଅଛନ୍ତି। ବାବା ଏଇଠି ଆପଣଙ୍କ କୁହନ୍ତୁ ଏଇ ସମୟଟା ଆମେ ଶୁଣୁଛୁ ଘଡ଼ିସନ୍ଧି ମୁହୂର୍ତ୍ତ, ଆଉ କଣ ଆପଣ ସତରେ? ଶୁଣନ୍ତୁ, ଆମରି ଅଢଙ୍ଗର ମଳିକ ସାହିରେ ଝିଅ ବୋଉ ଯେତେ ସମସ୍ତେ ମତେ ଠାକୁର ବୋଲି ସମ୍ମାନ ଦଅନ୍ତି। ବହୁତ ସମ୍ମାନ। ଗଲା ମାନେ ମତେ ମୁଣ୍ଡିଆ ମାରିବେ, ମତେ ଦକ୍ଷିଣା ଦେବେ। ମତେ ମୁଁ ତ ବାବା ସେଇ କଥା କହୁଛି, ଆପଣଙ୍କ ଅଢଙ୍ଗରେ କିଛି ଲୋକ ଆପଣଙ୍କୁ ଭଲ କହିଛନ୍ତି ଆମେ ଶୁଣିଛୁ ନା। ନାଇଁ ନାଇଁ, ମୁଁ ସେ ଗ୍ରାମଟାକୁ ମୁଁ ଗୁପ୍ତରେ ରଖିଛି। କାହିଁକିନା ପ୍ରଭୁ ମତେ କହିଛନ୍ତି ଯେ ମଳିକ ସାହିଟାକୁ ଗୁପ୍ତରେ ରଖିବୁ, ତୁ ଯାଇ ସେଇଠି ତୋର ନୀଳା କରୁଥିବୁ, ତୁ ଗୁପ୍ତରେ ରଖିଥିବୁ। ତେଣୁ ସେ ମା ମାନେ ସେ ପିଲାମାନେ ମତେ ବହୁତ ସମ୍ମାନ ଦଅନ୍ତି। ମୁଁ କାହିଁ ତାଙ୍କୁ ଠାକୁର ସେମିତି ଭଲରେ ରଖନ୍ତୁ। ହେ ପ୍ରଭୁ ତାଙ୍କୁ ଘଣ୍ଟ ଘୋଡେଇକି ରଖନ୍ତୁ। ମତେ ଭାରି ସମ୍ମାନ ଠାକୁର ଭଳିଆ ଦଅନ୍ତି। ସେ ଜାଣିଛନ୍ତି ତାଙ୍କ ଭାଗବତ ଗୋସାଇଁରେ ମୋ ପୋଥି ନାଁ ମୋର ଲେଖା ହେଇଛି ବୋଲି ପୋଥି ଅଛି, ତମ୍ଭାପତି। ବାବା ଏଇ ଯୋଉ ସମୟଟା ଚାଲିଛି ଆପଣ କଣ କହିବେ? ଏ ସମୟଟା କଳିର ଶେଷ ସମୟ। ବାବା ଆପଣ ବି କହୁଛନ୍ତି ଶେଷ ସମୟ। ଏ କଳିର ପ୍ରଳୟ ସମୟ। ଆପଣ ଯଦି ଆଗକୁ ଯିବେ ବଳି ଖାଇବେ, ଲୋକ ମାରିଦେବେ। ଆପଣ ଦେଖନ୍ତୁ ଖାଲି ଦେଶଟା ଖାଲି ଅଛି କେତେବେଳେ ଫୁଟିଯିବ, କଣ ହେଇଯିବ, ପ୍ରଳୟ ହେଇଯିବ କହିହେବ ନାହିଁ। ଆଉ ଆମେ ଯଦି ଧର୍ମକୁ ପ୍ରଚାର ନ କରିବା ଦେଶ ଧ୍ୱଂସ ହେଇଯିବ। ଇଏ ଓଡ଼ିଶା ହଉଛି ସୁନାର ଦେଶ, ଜଗନ୍ନାଥଙ୍କ ଦେଶ। ଏଇଟା ବି ମାଳିକାରେ ଲେଖା ହେଇଛି, ସମସ୍ତିଙ୍କ ମୁଖରେ ଜଗନ୍ନାଥ ଜଗନ୍ନାଥ ହବ। ଏମାନେ ତ ମଦ ମାଂସ ଖାଇକି ମାତିଲେ, ଆଙ୍କ ମୁଖରେ ଜଗନ୍ନାଥ କୋଉଠି ପଶିବ? ଏମାନେ ତ ପର ଘର ଭାଙ୍ଗିଲେ, ପର ଝିଅକୁ ଖରାପ ଦୃଷ୍ଟିରେ ଏଇ ନରମାନେ ଦେଖିଲେ। ହବନି ଆଜ୍ଞା, ଏ ଦେଶ ଆପେ ଆପେ ଧ୍ୱଂସ ହେଇଯିବ। ସାଧୁ ମାନେ କହୁନାହାନ୍ତି, ସେ ମାଳିକାରେ ବି ଲେଖା ଅଛି। ତେଣୁ ଇଏ ସାଧୁ ସନ୍ଥ ବି ହେବେ ବଣା। କାହାକୁ ଏ କଳି କଳୁଷ କଥା ହେବନି ରେ ବେଣୁ ଧର ଭକ୍ତ ଜଣା। ଏମିତି ବହୁ କଦର୍ଯ୍ୟରେ ସାଧୁମାନେ ଦିନ କାଟିବେ ଏବଂ ବହୁ କଦର୍ଯ୍ୟରେ ବେଣୁଧର ଦିନରେ ବଞ୍ଚିବେ। ଏଇଟା ମୁଁ କହୁନାହିଁ, ଇଏ ହଉଛି ଗୁପ୍ତ ମାଳିକା ଖେଦା କହୁଛି। ଆପଣଙ୍କୁ ଦେଖିଲେ ଆମକୁ ତ ବହୁତ ଦୁଃଖ ଲାଗେ, ଆପଣ ଚାରିଆଡେ ଏମିତି ବୁଲୁଥାନ୍ତି। କିନ୍ତୁ ଅନେକ ସାଧୁ ସନ୍ଥ ତ ଅନେକ ଭଲରେ ବି ଅଛନ୍ତି, ଆପଣଙ୍କ ଅବସ୍ଥା କାହିଁକି ଏମିତି? ମୁଁ ତ ପ୍ରଚାର କରିନଥିଲି, କରିବାକୁ ତ ବାଧ୍ୟ ହେଲି। ମତେ ମହାପୁରୁଷ ଖଣ୍ଡିଆ କାନ୍ତରେ ବସେଇଛନ୍ତି। ଖଣ୍ଡିଆ କାନ୍ତ ମାନେ ଖଣ୍ଡିଆ ଭୂତ। ଭୂତ ପ୍ରେତ ଗୁରାକ ମୋ ଶରୀରରେ ସେ ପେଷଣ କରୁଛନ୍ତି। କିଏ? ମହାପୁରୁଷ। ଯେହେତୁ ଅଚ୍ୟୁତ ମତେ ଠିକ ଜାଗାରେ ନେଇ ପହଞ୍ଚୁଛନ୍ତି, ମୁଁ ହେଲି ଅଚ୍ୟୁତଙ୍କର ଭକ୍ତ। ମୁଁ ଯଶବନ୍ତଙ୍କ ଭକ୍ତ ନୁହଁ। ଯଶବନ୍ତଙ୍କ ଗ୍ରାମରେ ମତେ ଅଚ୍ୟୁତ ଜନ୍ମ ଦେଇଛନ୍ତି। କହିଲେ ବେଣୁଧର ତମେ ଅଢଙ୍ଗରେ ଜନ୍ମ ହବ। ତେଣୁ ଅଢଙ୍ଗରେ ଜନ୍ମ ହେଲି ଯେତେବେଳେ ଅଢଙ୍ଗରେ ମତେ ସମ୍ମାନ ମିଳିଲାନି।
ମୋତେ ବେସମ୍ମାନ ମୋ ଗାଁରୁ ବି ତଡ଼ିଦେଲେ, ମୋ ଘର ଦୁଆର ବି ଭାଙ୍ଗିଦେଲେ। ତେଣୁ ମୋର କିଛି ଆଉ ରହିଲା ନାହିଁ। ତଥାପି ମୁଁ ଯଶବନ୍ତକୁ ଟିକେ ଭରସା କରିଥିଲି, ଠାକୁର ତମେ ମହାପୁରୁଷ, ତମକୁ ଟିକେ ଭରସା କଲେ କାଳେ ମୁଁ ଏ ଉଦ୍ଧାର ପାଇଯିବି। ତେଣୁ ଆପଣ ଦେଖନ୍ତୁ, ମୁଁ ଖଣ୍ଡିଆ ସାଇକେଲଟେ ପାଉନାହିଁ। ସାଧୁ ସନ୍ଥ କେଡ଼େ ଘୋଡ଼ା କିଏ ନେଇ ଆସିକି, କିଏ କାରେ କୋଟିଏ ଟଙ୍କାର କାର୍ ଧରି ବୁଲୁଛି, କିଏ କେତେ ଗଦା ଗଦା ଟଙ୍କାରେ ଶୋଉଛି, ତେଣୁ ସୁନା ରୂପାରେ ଶୋଉଛି। ଆପଣ ଦେଖନ୍ତୁ ମୋ ବେକରେ ଖଣ୍ଡେ ମାଳି ନାହିଁ, ମୁଁ ଖଣ୍ଡେ ପିନ୍ଧିବାକୁ ପାଉନାହିଁ, ତେଲ ଟିକେ ନଗେଇବାକୁ ପାଉନାହିଁ। ତେଣୁ ଉପାସରେ ମରୁଛି। ତେଣୁ ମୋତେ କେହି ଦଉନାହାନ୍ତି। ମୁଁ ଯାକୁ ଯାଇ ଭିକ ମାଗୁଛି, ସେ କହୁଛି ପଳା ପଳା ପଳା, କିଛି ନାହିଁ ପଳା। ତେଣୁ ମୁଁ ବଞ୍ଚିବି କେମିତି, ତାର ମୁଁ ଆଉ ବାଟ ପାଉନାହିଁ। ତେଣୁ ବହୁତ ଦୁଃଖରେ ମୁଁ କଲବଲ ହେଲେଣି। ମୁଁ ଯେତେ ଭାବୁଛି ଆତ୍ମହତ୍ୟା କରିଦେବି ବୋଲି, ଠାକୁର ମୋତେ ରୋକି ଦେଉଛନ୍ତି। ତେଣୁ କହୁଛନ୍ତି ନାଇଁ ନାଇଁ, ତମ କତିରେ ବହୁତ କାମ ଅଛି, ତମେ ଆତ୍ମହତ୍ୟା କର ନାହିଁ, ଦୁଃଖ କଷ୍ଟରେ ଥାଅ ବେନୁ, ତମେ ବହୁତ କାମରେ ଲାଗିବ। ଯେଉଁମାନେ ସାଧୁ ବୋଲେଇକି, ଯେକୌଣସି ମୁଁ ବି ହେଲେ ସାଧୁ ବୋଲେଇକି ଯେଉଁମାନେ ଅକର୍ମ କରୁଥିବେ, ଆଙ୍କୁ ହଉଛି ଦେବୀ ଖପରରେ ସବୁ ଯିବେ। ଏଇଟା ବି ଲେଖା ଅଛି, ମହାପୁରୁଷ ଲେଖିଛନ୍ତି। ଇଏ 16 ମଣ୍ଡଳ ଦେବୀ ମେଳ ହେବେ। ମେଳ ହେଲା ମାନେ ଘରେ ଘରେ ଚଣ୍ଡୀ ଚାମଡ଼ା ପଶିଯିବେ। ଇମାନଙ୍କୁ ତଣ୍ଟି କଣା କରି ରକ୍ତ ଖାଇଯିବେ। ବିରଜା ଭୈରବୀ ଡାକ ଦେବେ, କାଳୀ ଭୈରବୀ ଡାକ ଦେବେ। ଆଉ କଲିକତା କାଳୀ ଦବ ସିଂହ ରଡ଼ି, ସେ ରଡ଼ି ବଡ଼ ଚମତ୍କାର ହବ, ସେ ରଡ଼ି ବଡ଼ ଚାରି ଦିଗକୁ ଶୁଭିବ। କିରିକିରି ରାବ ଶୁଭିବ, କିରିକିରି ରାବ ଶୁଭୁଛି। ଆଜି କହୁଛନ୍ତି ଯଦି ସିଟି ଯୁଦ୍ଧ ହେଇଗଲାଣି, କାଲି ସିଟି ହେଇଗଲାଣି, କାଲି ଅମକ ହେଇଗଲାଣି, କାଲି ସମକ ହେଲାଣି। ଆପଣ ଜାଣନ୍ତୁ, ଜଗନ୍ନାଥ ଆମ ଦେଶଟାକୁ ମାନେ ହିନ୍ଦୁସ୍ତାନରୁ କେତେ କଣ୍ଟ୍ରୋଲ କରି ରଖିଛନ୍ତି, ଏ ସୁନାର ଦେଶ ବୋଲି। ତେଣୁ ଆମେ ସମସ୍ତେ ସେଇ ଧର୍ମକୁ ଗତି କର, ଭାଗବତ ପୁରାଣ ସମସ୍ତେ ପଢ଼, ଇଏ ଯେଉଁ ରାକ୍ଷସ କଳାକୁ ବିନାଶ କର। ତେଣୁ ମଦ ମାଂସକୁ ତ୍ୟାଗ କର। ମୁଁ ଏତିକି କହିକି ରହୁଛି। ତେଣୁ ଆପଣମାନଙ୍କ ସମସ୍ତଙ୍କର ମା ମାଉସୀ ଏବଂ ମଉସା ମାନେ, କୁନି ଭାଇ ଭଉଣୀ ମାନେ ଯେଉଁମାନେ ପାଠ ସାଠ ପଢ଼ୁଛ, ସମସ୍ତେ ଅଧ୍ୟାୟ ଅଧ୍ୟାୟ ଭାଗବତ ପଢ଼, ପ୍ରଭୁଙ୍କୁ ଡାକ, ସତ୍ସଙ୍ଗ କର। ତେଣୁ ମୁଁ ଏତିକି କହୁଛି, ଆଗକୁ ଯଦି ବଞ୍ଚିବ, ନାଇଁ ତ କେହି ବଞ୍ଚିବାର ଉପାୟ ନାହିଁ। ଯଦି ଧର୍ମ ବଳ ନଥିବ, ଦେଶ ତ ଧ୍ୱଂସ ହେବ, ତମେ ବଞ୍ଚିବ କୋଉଠି? ଦେଶକୁ ବିପଦ ପଡ଼ିଲେ ତମେ ଧରିବ, କଳ୍କି ବେଶରେ ମରିବ ସବୁ। ପ୍ରଭୁ କଳ୍କି ରୂପ ଧରି ସବୁ ସଂହାର କରି ପକେଇବେ। ତେଣୁ ଆଗରୁ ହୁସିଆର ହୁଅ ହେ ଭକ୍ତମାନେ, ଏ ଭେଳିକି ଦେଖାଉ ନାହିଁ। ଯେବେ ଦେଖେଇବୁ ଭେଳିକି, ମାରିବେ ଗୋଡ଼େଇ ଗୋଡ଼େଇ ତତେ କଳଙ୍କି। କଳଙ୍କି କାହାକୁ ଛାଡ଼ିବେ ନାହିଁ। ଦେଖ, ରାବଣକୁ ଛାଡ଼ିଲେ ନାହିଁ, ସୁନାର ଲଙ୍କାକୁ ଧ୍ୱଂସ କଲେ। ଏ ଦେଖ କଂସକୁ, ତାକୁ ବି ପ୍ରଭୁ ଛାଡ଼ିଲେ ନାହିଁ। ଏ ରାକ୍ଷସ କଂସକୁ ମାରିଛନ୍ତି। ଏମିତି ସମସ୍ତକୁ ବିନାଶ କରିଛନ୍ତି। ତେଣୁ କେଡ଼େ କେଡ଼େ ରାକ୍ଷସ ବିନାଶ ହେଇଛନ୍ତି। ଇଏ କଳି ଯୁଗରେ ସବୁ ନର ରାକ୍ଷସ ହେଇଯାଇଛନ୍ତି। ତେଣୁ ନର ରାକ୍ଷସ ଚଣ୍ଡୀ ଚାମଡ଼ା ହେଇଯାଇଛନ୍ତି। ପ୍ରଭୁ ବହୁତ ବିପଦରେ ପଡ଼ିଯାଇଛନ୍ତି। ଇଏ ଲୋକଙ୍କୁ ନେଇକି ପ୍ରଭୁ ତାଙ୍କ ନୀଳାଖେଳା କରିପାରିବେ ନାହିଁ। ତେଣୁ ଯେଉଁ ସାଧୁ ସନ୍ତକୁ ନେଇ କରିବେ, ସେ ସାଧୁ ସନ୍ତ ବି ଠିକ୍ ରାସ୍ତା ଧରୁନାହାନ୍ତି, ଭୁଲ ରାସ୍ତା ଧରୁଛନ୍ତି। ତେଣୁ ବଣା ହେଉଛନ୍ତି। ପ୍ରଭୁ ଗୁପ୍ତରେ ରହିକି ସବୁ ଦେଖୁଛନ୍ତି। ତେଣୁ ପ୍ରଭୁ ଆସିନାହାନ୍ତି ପଚାରକୁ। ଇଏମାନେ ସବୁ ପ୍ରଭୁ ହେଇଗଲେଣି। ତେଣୁ ପ୍ରଭୁ ଗୁପ୍ତରେ ରହିକି ସବୁ ଦେଖୁଛନ୍ତି। ପ୍ରଭୁ ତାଙ୍କ ଭକ୍ତକୁ ନିଶ୍ଚିନ୍ତ ଉଦ୍ଧାର କରିବେ, ଏଇଟା ଲେଖା ଅଛି। ଆଉ ଯୁଗ ଯୁଗ କରିକି ଭକ୍ତକୁ ସେ ଉଦ୍ଧାର କରିଛନ୍ତି। ବାବା ଆପଣ କହୁଛନ୍ତି ପ୍ରଭୁ ଆସିନାହାନ୍ତି? ପ୍ରଭୁ ଆସିନାହାନ୍ତି। ପ୍ରଭୁ ଆସିଲେ ଏସବୁ ଲୋକ ଚେଞ୍ଜ ହେଇଯିବେ, ଏ ଭକ୍ତମାନେ ବି ଚେଞ୍ଜ ହେଇଯିବେ। ପ୍ରଭୁ ପାଦ ଦେଇନାହାନ୍ତି। ଯୋଉମାନେ କହୁଛନ୍ତି ପ୍ରଭୁ, ସେମାନେ ପ୍ରଭୁ ନୁହଁ। ପ୍ରଭୁ ଯିଏ ଦେଖଉ, ଶଙ୍ଖ ଚକ୍ର ଗଦା ପଦ୍ମ ଦେଖଉ, ଦେଖେଇଦେବେ ଚିହ୍ନ, ଚିହ୍ନେଇଲେ ହବ ନାହିଁ। ପ୍ରଭୁ ଯେମିତି ଏଇଠି ଠିଆ ହେଇଥିବେ, ସେଠି ଯାଇକି ଶଙ୍ଖ ଚକ୍ର ଧରିଥିବେ, ସେଠି ଯାଇକି ଗରୁଡ଼ରେ ଯାଉଥିବେ, ସେମିତି ଦେଖୁନାହାନ୍ତି। ପ୍ରଭୁଙ୍କର ରୂପ ତ 10 ଅବତାର, ଏ କଳିରେ ତ 13 ଅବତାର। କିଛି ଅଲୌକିକ ଚମତ୍କାର ଦେଖାନ୍ତୁ। ଆଉ ଚମତ୍କାର ଦେଖନ୍ତୁ। ଏ ତନ୍ତ୍ର ମନ୍ତ୍ର ତ ଚଳିବନି। ତନ୍ତ୍ର ମନ୍ତ୍ର କ'ଣ ଚଳିବ? ଅନ୍ତର ମନ୍ତର ଭକ୍ତି, ସତ୍ସଙ୍ଗ, ସତ୍କର୍ମ, ସତ୍କର୍ମ ଯଦା ଯଦା ହି ଧର୍ମସ୍ୟ, ଯଦା ଯଦା ହି ଭାଗବତ ଗୀତା, ଏଗୁଡ଼ାକ ଯିଏ ପଢ଼ିବ ସେ ବାଟ ପାଇବ, ନହେଲେ କିଛି ପାଇବନି। ପ୍ରଭୁ କିନ୍ତୁ ନିଶ୍ଚୟ ଆସିବେ। ପ୍ରଭୁ ଆସିବେ ନିଶ୍ଚିନ୍ତ। ଏ ସାଧୁ ସନ୍ଥ କହୁନାହାନ୍ତି ପ୍ରଭୁଙ୍କୁ ମୋତେ ଚିହ୍ନଉନାହାନ୍ତି। ପ୍ରଭୁ ଆସି କେଉଁଠି ନୀଳାଖେଳା କରୁଛନ୍ତି କହୁନାହାନ୍ତି। ମୁଁ ତ ପ୍ରଭୁଙ୍କୁ ଖୋଜି ଖୋଜି ପାଗଳା 20 ବର୍ଷ ହେଲା। ପ୍ରଭୁ ଆଇଲେ ବା ମୁଁ ପାଗଳା ଭଲ ବି, ପ୍ରଭୁଙ୍କୁ ଭେଟିଲେ। ତେଣୁ ଏମାନେ ପ୍ରଭୁ ବୋଲେଇବେ, ଲେଖା ହେଇଛି। ମୁଁ ତ ଆଜ୍ଞା ଭକ୍ତ ହେଇପାରୁନି, ମୁଁ ପାଗଳା ହେଇ ବୁଲୁଛି 20 ବର୍ଷ ହେଲାଣି। ମୁଁ ଭକ୍ତ ଜଣେ ହେଇପାରୁନି। ଦେଖୁନ ନାରୀ ବେଶ, ମୁଁ ନାରୀ ହେଇଯାଇଛି, ମୁଁ ପୁରୁଷ ବି ହେଲେ। ପ୍ରଭୁ କହିଲେ ତମେ ନାରୀ ଯଦି ହବ, ରାଧା ହବ, ତେବେ ମୋତେ ପାଇବ। ଦେଖୁ ମୋତେ ଠକି ଦେଇ ଯାଇଛନ୍ତି। ମୁଁ 20 ବର୍ଷ ହେଲା ପାଗଳା ହେଇ ବୁଲୁଛି, ପାଉନି।
ବାବା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଦର୍ଶକ ବନ୍ଧୁ ଏଇଠି ରହୁଛୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ପଞ୍ଚସଖା।